ମୁଁ ତ ନେଇଛି 2000 କୋଟି ପାଣ୍ଡିଆ ନବୀନ ଜରିଆରେ ଯାହା ସେ କରିଛି ଯାଞ୍ଚ କରନ୍ତୁ। ଏ ସାରା ଓଡ଼ିଶାରେ ସେ କରିଛି ଯେମିତି କାମ କରିଛନ୍ତି। ଓଡ଼ିଶାର ଯେଉଁ ରୋଡ଼କୁ ଯା ପାଣ୍ଡିଆନ କରିଛି, ଯେଉଁ ସ୍କୁଲକୁ ଯା ପାଣ୍ଡିଆନ କରିଛି। ସବୁ ନବୀନ ନେତୃତ୍ୱରେ ନବୀନ ନିର୍ଦ୍ଦେଶରେ ଯେଉଁ କଲେଜକୁ ଯା, ଯେଉଁ ଡାକ୍ତରଖାନା ଯା ମୁଁ ତ ନେଇଛି 2000 କୋଟି ପାଣ୍ଡିଆ ନବୀନ ଜରିଆରେ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ। ଖାଲି ଜଟଣୀ ଖୋର୍ଦ୍ଧା ୱାଟର ସପ୍ଲାଇ 750 କୋଟି, ରାସ୍ତା ପାଇଁ ନେଇଛି ପ୍ରାୟ 1000 କୋଟି, 7ଟା ବଡ଼ ରୋଡ଼। ସେଇଟା ମୁଁ ଜାଣିନି। ଯଦି ସେ ରାଜ ସୁଖ କରିଥିବେ, ହେଲିକପ୍ଟରକୁ ମିସୟୁଟିଲାଇଜ୍ କରିଥିବେ, ତଦନ୍ତରେ ପଡ଼ିବେ। ସେ ଯାହା ଆଇନ ଦେବ। କିନ୍ତୁ ରାଜ୍ୟର ବିକାଶ ତାଙ୍କର ଦାନ ଅତୁଳନୀୟ। ଏଇ ବସଷ୍ଟାଣ୍ଡ, କଟକ ବସଷ୍ଟାଣ୍ଡ, ଓଡ଼ିଶା ବସଷ୍ଟାଣ୍ଡ, କଟକ ମେଡ଼ିକାଲ, ଭୁବନେଶ୍ୱର ମେଡ଼ିକାଲ, ଓଡ଼ିଶାର ସବୁ ମେଡ଼ିକାଲ, ତାଳଦଣ୍ଡା କେନାଲ ଦେଖ, ଏ ସବୁ କାମ ତା ନେତୃତ୍ୱରେ ହେଇଛି। ଯଦି କିଛି ଦୁର୍ନୀତି କରିଥିବେ ଇନକ୍ୱାରି ପଡ଼ିବେ କିଛି ଅସୁବିଧା ହଉ। କେମିତି କ୍ଲିନ୍ ହେଇ ଦେଖିବ, କ୍ଲିନ୍ ହେଇ ଦେଖୁଛ, ଦଳ ଆପେ ଆପେ ହେବ। ଗୋଟେ ଦଳ ଥବ ଆଜି 15 ଦିନ ଦେଖିଲା 3 ଦଳ ହେଇଯାଇଥିବ, ସେ କିଛି ଅସୁବିଧା ନାହିଁ। ହେଇଥିବ ଅନୁଗୁଳେ ଗୁଡ଼େ ପଇସା ପ୍ରଡକ୍ସନ୍ ହୁଏ। କୋଇଲା ଇଣ୍ଡଷ୍ଟ୍ରି ଯେହେତୁ ଗୁଡ଼େ ଖର୍ଚ୍ଚ ହେଇଛି, ଏକ୍ସପେଣ୍ଡିଚର ହେଇଥିବ।